ମାଟି ତଳୁ ଯେତେ ଖୋଳୁଥିଲେ ବି ଦେଖାଯାଉଛି ଖାଲି ମୂର୍ତ୍ତି 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 ସବୁ ପ୍ରକାର ମୂର୍ତ୍ତି ଦେଖାଯାଉଛି। ଲୋକେସନ୍ ହେଉଛି ଅଲରେଡ଼ି ତୁମେ ଜାଣିଦେଇଥିବା ଏଇଟା ଗୁଣପୁର ନାହିଁ, ଲୋକେସନ୍ ହେଉଛି କୋରାପୁଟ ଡିଷ୍ଟ୍ରିକ୍ଟର କୁଟୁଣି ଗ୍ରାମର ଏଇ ମନ୍ଦିର। ମନ୍ଦିର ପ୍ରତ୍ୟେକ କ'ଣ ବୋଲେ ଯେତେକ ସରାଉଣ୍ଡିଂ ଯେଉଁ ଅଛି ଏରିଆଟା ସେଠି ଖୋଳୁଥିଲେ ଖାଲି ମୂର୍ତ୍ତି ଦେଖାଯାଉଛି। ଏଇଟା ପୁରା ସତରେ ଏ ଗାଁର ପୁଣ୍ୟ ବୋଲି ମୁଁ ଭାବେ। ଏ ପୂଜାରୀଙ୍କୁ ପଚାରିଥିଲୁ ତମେ କା ଶୁଣ ଟିକେ କ'ଣ କହୁଛନ୍ତି। ସପନା ହେଲା ଆଜ୍ଞା ଆଉ ଆଗର ଲୋକ ମାଟି ଖୋଲିକରି ବାହାର କରିଛନ୍ତି ସବୁ ଶିବଲିଙ୍ଗ ସେ ବି ଅସ୍ତ୍ର ଶସ୍ତ୍ର ସବୁ। ଆର ମନ୍ଦିର ଦାୟିତ୍ୱ କିଏ ନେଉଛନ୍ତି କି? ମନ୍ଦିର ଦାୟିତ୍ୱ ଗାଁ ଲୋକ ଗାଁ ଲୋକ। ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ ମିଳୁଛି କି ମନ୍ଦିରକୁ? କିଛି ମିଳୁନି। ଖଣ୍ଡା ଜାଗା ସେଇଠି ରଖିଦେଇଛନ୍ତି ଏବେ ସେ ରୁମରେ ଅଛି ବହୁତ ଖଣ୍ଡା ମାନେ ପୁରା ଗୋଟେ ମାଟି ତଳୁ ସବୁ କିଛି ରଖାଏନି ଏ ଜାଗା ସବୁ ମାଟି ମାନେ କାଲି ବ୍ଲକ ତରଫରୁ ଯାହା ଷ୍ଟୋର ଲାଗିଲା ତାପରେ ଯୋଉଟା ଗୋଷ୍ଠୀ କେନ୍ଦ୍ର ହେଲା ଯୋଉ ଆମର ପାଞ୍ଚ ହେଲା ଏମିତି କାଲି ବ୍ଲକ ଲେଭେଲରେ ମୋଷ୍ଟ ପ୍ଲେସ୍ ଗୋଟେ ଚୋଲ ବି ଅଧା ଲୋକ କେତେ ଲୋକ ଜାଣିନାହାନ୍ତି। ଲୋକମାନେ ଦେଖିବା କାମ ହେଉଛି ଆମର, ଦେଖିବୁ ଆମେ ଲୋକ ଯେବେ ଦେଖିବେ। ଆଜି ଦେଖ ଗୁଣପୁରର କିଏ ଆସୁନାହିଁ ତ ମୁଁ ଆଜି ପର୍ଯ୍ୟନ୍ତ ଜାଣିନି। ଏ ମନ୍ଦିର ପାଖାପାଖି ଭିତରେ ଆଲମୋଷ୍ଟ ସରାଉଣ୍ଡିଂରେ ପୁରା ଗୁମ୍ଫା କରିଥାଏ। ସେ ଭିତରେ ମଧ୍ୟ ଶିବଲିଙ୍ଗ ବହୁତ ଅଛି। ମାନେ ଆଜି ଏବେର ଦୁନିଆରେ ଆମେ ବଞ୍ଚୁଛୁ ମାନେ ୱାନ୍ ଅଫ୍ ଦ ରିଜନ୍ ଅଫ୍ ଗଡ୍ ଭଗବାନ ଯୋଉ କାମ ଏପର୍ଯ୍ୟନ୍ତ ଅଛୁ ସେ ଗୋଟେ ମାତ୍ର ମୁଖ୍ୟ ପୁରା ମୁଖ୍ୟ। ଆମେ ଏବେକୁ ନାହିଁ ଯେବେ ମନ ରଖିବା ସେଟା